କବାଟ ଛକରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଥାନାର ଅଭିଯୋଗ। ସୁକିନ୍ଦା ଥାନା ଅନ୍ତର୍ଗତ କବାଟ ଛକରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଥାନାର ଅଭିଯୋଗ। ସୂଚନା ମୁତାବକ ସ୍ଥାନୀୟ ବାସିନ୍ଦା ଏକ ଟ୍ରକ୍ ସାହାଯ୍ୟରେ ଧାନ ଲୋଡ୍ କରି ଆସୁଥିବା ବେଳେ କବାଟ ଛକ ରାସ୍ତା ପାର୍ଶ୍ୱରେ ଥିବା ଏକ ବଡ଼ ବରଗଛ ଡାଳ ଥିବାରୁ ଧାନ ବୋଝେଇ ଟ୍ରକ୍ଟି ରାସ୍ତା ପାର ହୋଇ ଆସିପାରି ନଥିଲା। ପରେ ଧାନ ବୋଝେଇ ଟ୍ରକ୍ଟି ବିପରୀତ ଘର ପାର୍ଶ୍ୱ ଦେଇ ଆସୁଥିବା ବେଳେ ଟ୍ରକ୍ର ପଛ ଚକା ଦବି ଯାଇଥିବା ଦେଖିବାକୁ ମିଳିଥିଲା। ଏନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଶନିବାର ଦିବା 1 ଘଟିକା ସମୟରେ ଗଣ୍ଡଗୋଳ ସୃଷ୍ଟି ହୋଇ ଉତ୍ତେଜନା ପ୍ରକାଶ ପାଇଥିଲା। ସୁକିନ୍ଦା ପୋଲିସ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ରାସ୍ତା ଉପର ପାର୍ଶ୍ୱରେ ଥିବା ବରଗଛର ଡାଳଗୁଡ଼ିକୁ କଟାଯାଇଥିବା ଦେଖିବାକୁ ମିଳିଛି।